ଜାତିର ଜନକ ମହାତ୍ମା ଗାନ୍ଧୀ 1938 ମସିହାରେ ଡେଲାଙ୍ଗ ବ୍ଲକ ବେରବୋଇଠାରେ ମାର୍ଚ୍ଚ 25ରୁ 31 ପର୍ଯ୍ୟନ୍ତ ସପ୍ତାହବ୍ୟାପୀ କାର୍ଯ୍ୟକ୍ରମ କରିଥିଲେ। ସେହି ସ୍ମୃତିକୁ ଉଜ୍ଜୀବିତ କରି ପ୍ରତିବର୍ଷ ଗାନ୍ଧୀ ସ୍ମାରକୀ ସମିତି ପକ୍ଷରୁ ବେରବୋଇ ଗାନ୍ଧୀ ସ୍ମୃତିପୀଠଠାରେ ଗାନ୍ଧୀ ସେବା ସଂଘ ସ୍ମାରକୀ ସମାରୋହ ପାଳିତ ହୋଇଥାଏ। ରବିବାର ପୂର୍ବାହ୍ନରେ ଏହି ସମାରୋହକୁ ବିଶିଷ୍ଟ ଗାନ୍ଧୀବାଦୀ ପ୍ରହଲ୍ଲାଦ କୁମାର ସିଂ ଉଦ୍ଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ଯୋଗ ଦେଇଥିଲେ। ସମିତିର ସଭାପତି କୁନ୍ତଳା କୁମାରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାରୋହରେ ସ୍ତମ୍ଭକାର ତଥା ଲେଖକ ଗୌରାଙ୍ଗ ଚରଣ ପରିଡ଼ା, ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ପ୍ରମୁଖ ଯୋଗ ଦେଇଥିଲେ। ଗାନ୍ଧୀଜୀଙ୍କ ଜୀବନୀ, ଆଦର୍ଶ ଓ କର୍ମ ପ୍ରବଣତା ଚିର ଅମର। ଯୁଗ ପରେ ଯୁଗ ଏହା ମାନବ ଜାତିକୁ ପ୍ରେରଣା ଦେଉଥିବ ବୋଲି ଅତିଥିମାନେ ମତ ଦେଇଥିଲେ। ଗାନ୍ଧୀ ସ୍ମୃତିପୀଠର ବିକାଶ ସହ ଏହାକୁ ଏକ ପର୍ଯ୍ୟଟନ ସ୍ଥଳ କରିବାର ବ୍ୟବସ୍ଥା କରାଯାଉଛି ବୋଲି ବିଧାୟକ ଶ୍ରୀ ପଟ୍ଟନାୟକ ସୂଚନା ଦେଇଥିଲେ। ଅତିଥିମାନେ ଗୌରାଙ୍ଗ ପରିଡ଼ାଙ୍କ ରଚିତ ପୁସ୍ତକ ଗାନ୍ଧୀ ଗପ ସତକୁ ଉନ୍ମୋଚନ କରିଥିଲେ। ପ୍ରାରମ୍ଭରେ ସମିତିର ସମ୍ପାଦକ ଚନ୍ଦ୍ରଶେଖର ବିଶ୍ୱାଳ ସମସ୍ତଙ୍କୁ ସ୍ୱାଗତ କରିବା ସହ ପ୍ରାରମ୍ଭିକ ସୂଚନା ଓ ସମ୍ପାଦକୀୟ ବିବରଣୀ ପଠନ କରିଥିଲେ। ଶେଷରେ ସଦସ୍ୟ ଶଶାଙ୍କ ଚୂଡ଼ାମଣି ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରାରମ୍ଭରେ ଅତିଥିମାନେ ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଏହି ଅବସରରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଗାନ୍ଧୀଙ୍କ ଫଟୋଚିତ୍ର ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା। ଖଦି ବସ୍ତ୍ର ପ୍ରଦର୍ଶନ ସହ ବିକ୍ରୟ ଓ ଗୌରାଙ୍ଗ ପରିଡ଼ାଙ୍କ ଗାନ୍ଧୀଙ୍କ ଉପରେ ପ୍ରକାଶିତ ପୁସ୍ତକ ପ୍ରଦର୍ଶନ କରାଯାଇଥିଲା। ଉଲ୍ଲେଖନୀୟ ଅବଦାନ ପାଇଁ ବରିଷ୍ଠ ବ୍ୟକ୍ତି ସମାଜସେବୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପରେ କବିତା ପାଠ ଉତ୍ସବ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।